ଜଗନ୍ନାଥ। ଆଜିର ଜାଣିବା ଯେ ଏହି ସବୁ କାମ କଲେ ଅତ୍ୟନ୍ତ ଶୁଭ ହେବ ବୋଲି ବାୟା ଗୀତାରୁ ଜାଣିବା। ତାହେଲେ କେଉଁ କେଉଁ କାମ କଲେ ଆମର ଶୁଭ ହେବ ବା ମଙ୍ଗଳ ହେବ ଏ ଭିଡ଼ିଓରୁ ଜାଣିବା। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। 1 ନମ୍ବର, ଆପଣମାନେ କୌଣସି କାମରେ ବାହାରକୁ ଯାଉଛନ୍ତି। ଘରୁ ବାହାରିବା ସମୟରେ ଆପଣଙ୍କ ସ୍ତ୍ରୀ ଯଦି ଯାଚିକି ଆପଣଙ୍କୁ ଟଙ୍କା କି ପଇସା ଦିଅନ୍ତି, ସେ ଘରୁ ବାହାରିକି ଯାଉଛନ୍ତି ମାନେ ତାଙ୍କର ଯେତିକି ଆବଶ୍ୟକ ସେତିକି ଟଙ୍କା ତ ନେଇଥିବେ, ତାପରେ ବି ମଧ୍ୟ ସ୍ତ୍ରୀ ଯଦି ଯାଚିକି ଯାହା ବି ଦିଅନ୍ତୁ, ଯେତିକି ଟଙ୍କା ବି ଦିଅନ୍ତୁ, ଏପରିକି ଟଙ୍କାଟିଏ ବି ଦିଅନ୍ତୁ, ମାଗିବେ ନାହିଁ। ଆପଣ ଯଦି ଯାଚିକି ଆପଣଙ୍କୁ ଟଙ୍କା କି ପଇସା ସ୍ତ୍ରୀ ତା ଖୁସିରେ ଦିଏ, ସେଇଟା ରଖିଥାଅ, ବହୁତ କାମରେ ଆସିବ କହିକି ଦେଲେ, ସେହି ଟଙ୍କା କି ପଇସା ନେଇକି ଗଲେ ବହୁତ ମଙ୍ଗଳ ହେବ ଆପଣଙ୍କର। ଆଉ ସ୍ତ୍ରୀ ମୁହଁରୁ ହସ ଖୁସି ଦେଖି ବାହାରକୁ ଗଲେ ବହୁତ ମଙ୍ଗଳ ହୁଏ। କିନ୍ତୁ ମନେ ରଖିଥିବେ, ଘରୁ ବାହାରିବା ସମୟରେ ସ୍ତ୍ରୀ ଝଗଡ଼ା କରିକି ବାହାରନ୍ତୁ ନାହିଁ। ଏପରି କଲେ କୌଣସି କାମ ଆପଣଙ୍କର ଠିକରେ ହେବ ନାହିଁ। 2 ନମ୍ବର, ଆପଣ ମନ୍ଦିରକୁ ଯାଇଛନ୍ତି କିମ୍ବା କୌଣସି ଜାଗାକୁ ଯାଇଛନ୍ତି, ଆପଣଙ୍କ ଜୋତା ହଳଟା ବାହାରେ ଥୋଇ ଭିତରକୁ ଯାଇଛନ୍ତି। ଯଦି ଜୋତା ହଳଟା ଚୋରି ହୋଇଗଲା, ମନ ଦୁଃଖ କରନ୍ତୁ ନାହିଁ। କାରଣ ଜୋତା ହଳଟା ଯଦି ଚୋରି ହୁଏ, ତେବେ ଆପଣଙ୍କର ଶୁଭ ଦିନ ସେହି ଦିନଠାରୁ ଆରମ୍ଭ ହୋଇଥାଏ। ଆଉ ହଁ, ଯେଉଁ ଲୋକମାନେ ଜୋତା ହଳଟା ଚୋରି କରନ୍ତି, ସେମାନଙ୍କୁ ସେହି ଦିନଠାରୁ ଶନି ଦଶା ପଡ଼ିଥାଏ, ତାଙ୍କର ଅଶୁଭ ହୋଇଥାଏ। ତେଣୁ ଜୋତା ଚୋରି ହେଲେ ମନ ଦୁଃଖ କରନ୍ତୁ ନାହିଁ, ବରଂ ଆନନ୍ଦ ହୁଅନ୍ତୁ, ଖୁସି ହୁଅନ୍ତୁ। ଯଦି ମନ ଦୁଃଖ କରିବେ, ସେ ଯେତିକି ଟଙ୍କାର ଜୋତା ହେଇଥାଉ ନା କାହିଁକି, ନୂଆ ହେଇଥାଉ କି ପୁରୁଣା ହେଇଥାଉ, ମନ ଦୁଃଖ କରନ୍ତୁ ନାହିଁ, ଖୁସି ହେବେ। ତାହେଲେ ଖୁସି ହେଲେ କ'ଣ ହେବ ନା, ଆଜିଠାରୁ ଖରାପ ଦିନ ଚାଲିଗଲା। କାହିଁକି ଖୁସି ହେବେ ନା, ଜାଣିବେ ଯେ ଆଜି ଦିନଠାରୁ ଯଦି ଜୋତା ଚୋରି ହେଇଛି, ଖରାପ ଦିନ ଚାଲିଗଲା, ଭଲ ଦିନ ଆରମ୍ଭ ହେଲା। ସେଇ ଦିନଠାରୁ ଭଲ ଦିନ ଆରମ୍ଭ ହେବ। 3 ନମ୍ବର, ସନ୍ଧ୍ୟାବେଳେ ଓ ସକାଳେ ଘରେ ଯେତେବେଳେ ଦୀପ ଜାଳୁଛନ୍ତି, ଆପଣମାନେ ଏକା ସାଙ୍ଗରେ 2ଟି ଦୀପ ଜାଳନ୍ତୁ। ଗୋଟିଏ ତେଲର ଦୀପ ଓ ଆଉ ଗୋଟିଏ ଘିଅର ଦୀପ। ଯୋଡ଼ିଏ ଦୀପ ଜାଳନ୍ତୁ ଏବଂ ତେଲ ଦୀପଟି ବାମ ହାତରେ ଜାଳନ୍ତୁ ଏବଂ ଘିଅ ଦୀପଟି ଡାହାଣ ହାତରେ ଲଗାନ୍ତୁ। ଏହିପରି 2ଟି ଦୀପ ଜାଳିଲେ ଆପଣଙ୍କର ମନସ୍କାମନା ପୂରଣ ହୋଇଥାଏ। ଏହା କଲେ ଘରର ମଙ୍ଗଳ ହୋଇଥାଏ। 4 ନମ୍ବର, ଘରର ଈଶାନ୍ୟ କୋଣରେ ଠାକୁର ଘର ରଖିବାକୁ ଚେଷ୍ଟା କରନ୍ତୁ ଏବଂ ଠାକୁର ଘରେ ଭାଙ୍ଗି ନଥିବା ଅରୁଆ ଚାଉଳ, ଯେଉଁ ଅରୁଆ ଚାଉଳ ଭାଙ୍ଗି ନଥିବ, ସେହି ଚାଉଳକୁ ଅକ୍ଷତ ଚାଉଳ, ଅକ୍ଷତ, କ୍ଷତ ମାନେ ଖଣ୍ଡିଆ, ତେଣୁ ଖଣ୍ଡିଆ ହେଇନଥିବ, ଗୋଟା ରହିଥିବ ବା ଗୋଟା ଚାଉଳ, ତାହାକୁ ଗୋଟା ଚାଉଳ କୁହାଯାଏ। ଏହି ଚାଉଳ ଅଳ୍ପ କିଛି କୌଣସି ଏକ କାଚ ପାତ୍ରରେ, ଅନ୍ୟ କୌଣସି ପାତ୍ର ହେବ ନାହିଁ, କେବଳ କାଚ ପାତ୍ରରେ ରଖି ଠାକୁର ଘରେ ରଖିଲେ ଘରର ବହୁତ ମଙ୍ଗଳ କାମନା ପୂରଣ ହୋଇଥାଏ। 5 ନମ୍ବର, ଆପଣମାନେ ଯେତେବେଳେ ପାଠ ପଢ଼ୁଛନ୍ତି, ଘରେ ବସି କିମ୍ବା ଖାଲି ବସୁଛନ୍ତି,
ବା ଅଫିସରେ ଫାଇଲ ପତ୍ର ଲେଖାପଢ଼ା କରୁଛନ୍ତି, ଚେୟାର ଟେବୁଲରେ ବସୁଛନ୍ତି, ଗୋଟିଏ କଥା ମନେ ରଖିଥିବେ, ଯେପରି ଆପଣଙ୍କ ମୁଣ୍ଡ ଉପରେ ଛାତର କୌଣସି ବିମ୍ ନ ରହିବା ଦରକାର। ଯଦି ଛାତର କୌଣସି ବିମ୍ ଥାଏ, ତାରି ତଳେ ବସିକି ଅଫିସର କାର୍ଯ୍ୟ କରୁଛନ୍ତି କିମ୍ବା ବସୁଛନ୍ତି କିମ୍ବା ପାଠ ପଢ଼ୁଛନ୍ତି, ତାହେଲେ ଆପଣଙ୍କର କ୍ଷତି ହେବ। ଅର୍ଥାତ୍ ଏ କାର୍ଯ୍ୟରେ ମନ ରହିବ ନାହିଁ, ଏ କାର୍ଯ୍ୟ ପୂରଣ ହେବ ନାହିଁ। ତେଣୁ ଏହା ପାଳନ କଲେ ଆପଣଙ୍କର ମଙ୍ଗଳ ହେବ। 6 ନମ୍ବର, ସମସ୍ତେ ଆଇନାରେ ମୁହଁ ଦେଖନ୍ତି। ମଳିନ ପଡ଼ିଯାଇଥିବା କିମ୍ବା ଜାଲ ଜାଲିଆ ହୋଇଥିବା ଆଇନାରେ କେବେ ମୁହଁ ଦେଖନ୍ତୁ ନାହିଁ। ଭାଙ୍ଗି ଯାଇଥିବା ଆଇନାରେ କେବେ ମୁହଁ ଦେଖନ୍ତୁ ନାହିଁ। କେବଳ ଭାଙ୍ଗି ଯାଇଥିବା ଆଇନାରେ ମୁହଁ ଦେଖନ୍ତି। କୌଣସି ଘରର ଲୋକ ମୃତ୍ୟୁ ହୋଇଥିଲେ 10 ଦିନ ହିଁ ଭାଙ୍ଗି ଯାଇଥିବା ଆଇନାରେ ମୁହଁ ଦେଖନ୍ତି, କିନ୍ତୁ ଅନ୍ୟ ଦିନେ ଭାଙ୍ଗିଥିବା ଆଇନାରେ କେବେ ମୁହଁ ଦେଖନ୍ତୁ ନାହିଁ। 7 ନମ୍ବର, ଆପଣମାନେ ସମସ୍ତେ ମୁଣ୍ଡରେ ତେଲ ମାରନ୍ତି। ମୁଣ୍ଡରେ ତେଲ ମାରି ସାରିବା ପରେ ଶେଷରେ ତେଲ ହାତରେ ଶରୀରର କୌଣସି ଅଙ୍ଗକୁ ସ୍ପର୍ଶ କରନ୍ତୁ ନାହିଁ। ସେହି ତେଲ ହାତରେ ଶରୀରର ଅନ୍ୟ ଜାଗାରେ କେବେ ବି ଲଗାନ୍ତୁ ନାହିଁ। ଏହା ଅମଙ୍ଗଳ ସୂଚକ। ଏହାକୁ ପାଳନ କଲେ ଆପଣଙ୍କର ମଙ୍ଗଳ ହେବ। ତେଲ ହାତ ହୋଇକରି ମୁଣ୍ଡରେ ଲଗାଇଲେ, ମୁଣ୍ଡରେ ଲଗାଇ ସାରିଲା ପରେ ସେ ହାତକୁ ଧୋଇଦେବା। ତେଣୁ ଏହା ପାଳନ କଲେ ଆପଣଙ୍କର ମଙ୍ଗଳ ହେବ। ଆଜି ପାଇଁ ଭିଡ଼ିଓଟି ଏତିକି। ପରବର୍ତ୍ତୀ ସମୟରେ ଏହାର ପାର୍ଟ 2 ଅପଲୋଡ଼ କରାଯିବ। ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଏତିକିରେ ରହିଲି। ଥ୍ୟାଙ୍କ ୟୁ।